ମମତା ଏଣ୍ଟରଟେନମେଣ୍ଟରୁ ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରାଚୀନ ସାଂସ୍କୃତିକ ଶିକ୍ଷଣୀୟ ତଥା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆମ ଓଡ଼ିଆ ପାଲା ଆମର ଏହି ସୁରଭି କାର୍ଯ୍ୟକ୍ରମ। କହିଲା ବାବୁରେ ମୋ କହିବାର କଥା ସେଦିନ ଶୁଣିଦେଲେ କେ ନା ଦେବଋଷି ନାରଦ କହିଲା ଠିକ ଅଛି ଯଦି ସତୀ ନାରୀର ପାଦରେ ଭଗବାନଙ୍କର ମୁକ୍ତି ତାହେଲେ ଶୁଣିଦବା। ଶୁଣି ସାରିଲା ପରେ ନାରଦ କଣ କଲେ ଚାଲିଲେ ଗଲା ବେଳକୁ ଦ୍ୱାରିକାର ରାଜା ବାବୁ ସିଂହାସନ ଉପରେ ବସି ବାବୁରେ ଦ୍ୱାରକାବାସୀଙ୍କୁ ପାଳନ କରୁଥିଲା ବେଳେ ସେଦିନ ପ୍ରଭାତରୁ ରାତି ପାଇଯାଇଛି। ମାନେ ପ୍ରଭାତରୁ ଯାଇ ପହଞ୍ଚି ଗଲେ ଦ୍ୱାରିକା କଟକ। ଭଗବାନ ବସନ୍ତି ଆଜ୍ଞା କୋଉଠି ନା ସିଂହାସନ ଉପରେ ପ୍ରଭାତରୁ ଦେଖୁଛନ୍ତି ଦେବଋଷି ନାରଦ ଭଗବାନଙ୍କର ରୂପଟା କେମିତିକା ହେଇଛି କେମିତିକା ହେଇଛି। ଗୋଟିଏ ପଦ ଗାଉଛି ମନ ଦେଇକି ଶୁଣ ଗୀତ ଗୋବିନ୍ଦରୁ। କହିଲେ ଚନ୍ଦନ ଚରଚିତ କହିଲେ ନୀଳା କଳେ যেতে বাপা মানে অছ টিকে মন দেখি শুনো। চন্দন চর্চিত নীল কলেবর প্রীত বসন বনমালী চন্দন চর্চিত মানে মস্তক চন্দন চর্চিত নীল কলেবর অবয়বটা হচ্ছে নীল মানে কণ্ঠেরে গোটিয়ে মালা পকাইছন্তি কাইঞ্চমালী মস্তকেরে ময়ূরচূড় ঈপ্সিত হলদিয়া বস্ত্র পরিধান করিছন্তি স্কন্ধরে পড়িছে যজ্ঞোপবীত প্রভাতରୁ আজ্ঞা দেখুছন্তি কে না দেবಋষি নারদ যেମିତି ନାରଦଙ୍କ ଉପରେ ଦୃଷ୍ଟି ପଡିଗଲା ଭଗବାନଙ୍କର ରାଜଗାଦି ଉପରୁ ଓହ୍ଲେଇ ଆସିଲେ। ମା ଭଗବାନ କେବେ ପୂଜାର କେବେ ହାନି କରିନାହାନ୍ତି ଓହ୍ଲେଇ ଆସିଲେ ଯେମିତି ନାରଦଙ୍କୁ ଦେଖିଦେଲେ କଲେ କଣ କହିଲେ ପବିତ୍ର ଜଳେ ପଦ ଧୋଇ ବସାଇଲେ ଆସନେ ପାଦଟାକୁ ସେ ଧୋଇଦେଲେ। ମାଧବ ଭାଇ ପବିତ୍ର ଜଳ ତମ ଜାଣିବାରେ କେତେ ପ୍ରକାର? ପବିତ୍ର ତ ବହୁତ ଜଳ ଅଛି। ଠିଆ ହେଇକି ଟିକେ କହିଲ ଗୋଟି ଗୋଟି କରି ମତେ କୁହ ପବିତ୍ର ଜଳ କାହାକୁ ସବୁ ତମେ କୁହ? ସାର୍ ଗୋଟି ଗୋଟି ଗଣନ୍ତୁ। ପବିତ୍ର ଜଳ ହଉଛି ପୋଖରୀ ଜଳ, ପବିତ୍ର ଜଳ ହଉଛି ପଇଡ଼ ଜଳ, ପବିତ୍ର ଜଳ ହଉଛି ଟ୍ୟୁବୱେଲ ଜଳ, ପବିତ୍ର ଜଳ ହଉଛି ନଈ ଜଳ, ପବିତ୍ର ଜଳ ହଉଛି ଗୋବର ପାଣି, ପବିତ୍ର ହଉଛି ମାନେ ଏମିତି ଇତ୍ୟାଦି ଇତ୍ୟାଦି କେତେ ବଡ ପାଟିରେ କହିଲେ ସ୍ମୃତି ବିଭ୍ରମ ହବ ନା। ଧୀରେ ଧୀରେ ପଇଡ଼ ପାଣି ପବିତ୍ର, ଗୋମୟ ଜଳ ଗଙ୍ଗା ଜଳ ପବିତ୍ର, ଆଖିର ଲୁହ ପବିତ୍ର। କିନ୍ତୁ ମୁଁ ଗୋଟେ କଥା କହିବାର ଯେହେତୁ ଇଏ ପ୍ରାକ୍ତନ ପାଲା ମଞ୍ଚ, ଆଚ୍ଛା ଇଏ ଜାଗାରେ ଜଣେ ଅତିଥି ଆସି ପହଞ୍ଚେ ଆମ ପାଖରେ ନା ଗଙ୍ଗା ଜଳ ଅଛି ନା ପଇଡ଼ ଜଳ ଅଛି ନା ଗୋମୟ ଜଳ ଅଛି ନା ଆଖିର ଲୁହ ଏତେ ବାହାରିବ ଯେ ଜଣଙ୍କର ପାଦ ଆମେ ଧୋଇ ପାରିବା। ତାହେଲେ କହ କୋଉ ପବିତ୍ର ଜଳ? ପବିତ୍ର ଜଳରେ ଜଳଟା ଆମେ କୋଉଠୁ ପାଇବା? ଆମେ ଅତିଥିଙ୍କର ପାଦଟାକୁ ସେମିତିକା ଜାଗାରେ ସଂସ୍କାର କରିବା।
ତାହେଲେ ସେଇଟା କଣ? ହଁ କହୁନାହାନ୍ତି ଏ ମା ଆଜ୍ଞା ପବିତ୍ର ଜଳ ହୁଏତ ଗଙ୍ଗା ଜଳ ପଇଡ଼ ଜଳ ଗୋମୟ ଜଳ ହେଇପାରେ, କିନ୍ତୁ ଆମ ପାଖରେ ବାଟରେ ଜଣେ ଦେଖା ହେଲେ ଆମେ ପାଦ ଧୋଇବା କେମିତି? ହଁ ଧୋଇହବ କିଛି ନାହିଁ। ସବୁ ଆମ ପାଖରେ ନାହିଁ। ହଁ ଅଛି କେମିତି ଧୋଇବା? ପାଉଛ ପାଣି ପାଉଛ ସେଇଟା କୋଉଠୁ ଆସିବ? ମୁଁ ପରା କହିଲି କିଛି ନାହିଁ ଆମ ଆଜ୍ଞା ଖରା ଦିନେ କହିଲେ ପକେଟରେ ପୁରେଇ ବୁଲୁନାହାନ୍ତି କେତେ ବୁଝନ୍ତୁନି ସେ କଥା। ବସ ବାବୁ ଆଜ୍ଞା ତାହେଲେ ପବିତ୍ର ଜଳ କାହାକୁ କହିବା? ପାଣି ନି କହିଲି ଏ ଭାଇ ଆଜ୍ଞା ଶାସ୍ତ୍ର କହିଲେ କରଂ ପବିତ୍ର ଯଦି ନାସ୍ତି ପାଣି। ତମ ପାଖରେ ଯଦି କୌଣସି ପାଣି ନାହିଁ ତାହେଲେ ହସ୍ତର ଅନ୍ୟ ନାମ ହଉଛି ପାଣି। ଇଏ ହସ୍ତର ଅନ୍ୟ ନାମ ହଉଛି ପାଣି ଯଦି ନାହିଁ ଇଏ ଯୋଡିଏ ହସ୍ତ ଅତିଥିଙ୍କ ପାଦ ଉପରେ ଛୁଆଇଁ ଦବାଟା ଯାହା ପବିତ୍ର ଜଳରେ ପାଦ ଧୋଇବାଟା ହଉଛି ଇଏ କଣ କଲେ? ପାଦ ଧୂଳିକି ନେଇକି ମସ୍ତକରେ ମାରିଲେ କାହାର? ନା ଦେବଋଷି ନାରଦ। ଆସନ ଖଣ୍ଡିଏ ପକେଇ ଦେଇଛନ୍ତି ବସିବା ପାଇଁ କି ନିମନ୍ତ୍ରଣ କଲେ କାହାକୁ? ନା ଦେବଋଷି ନାରଦ। ମାଧବ ଭାଇ ଜାଣିଛ କାହିଁକି ନିମନ୍ତ୍ରଣ କଲେ? ମହାପୁରୁଷ ଅଚ୍ୟୁତାନନ୍ଦ ଗୋସ୍ୱାମୀ ଲେଖିଲେ, କହିଲେ ଦେବତା ବ୍ରାହ୍ମଣ ବଟୁଶାଳ ଗ୍ରାମ ଇରେ ଶଙ୍ଖ ନିରିମା ମନ ଦେଇକି ଶୁଣ। କହିଲେ ଦୁନିଆରେ କାହିଁକି ନିମନ୍ତ୍ରଣ କଲେ ଦେବଋଷି ନାରଦଙ୍କୁ? କାହିଁକି? ଇଏ ସଂସାରରେ କେତେ ଜଣ ବିନା ଆସନରେ ତଳେ ବସନ୍ତିନି। ମଉସା ସେ କିଏ? ଦେବତା। ବଟୁ ଶାଳଗ୍ରାମ ଶଙ୍ଖ ନିର୍ମାଲ୍ୟ ଆମେ ଦେବତା ବୋଲି ଭାବୁଥିବା ପଥରୁ ଆମେ ତଳେ ଥୋଇବାନି। ଆଚ୍ଛା ଆପଣ ପଚାରିବେ ନାରଦଙ୍କୁ କାହିଁକି ବସିବା ପାଇଁ ଆସନ ଦେଲେ? ନା ନାରଦ ହଉଛନ୍ତି ସ୍ୱୟଂ ଭଗବାନ। କେମିତି? ଭଗବତ ଗୀତା ବିଭୂତି ଯୋଗ 33 ନମ୍ବର ଶ୍ଲୋକ ଲେଖିଲେ ଆଜ୍ଞା ବ୍ୟାସ। ସିଏ କଣ କହିଲେ ବାବୁ? କହିଲେ ଅସ୍ୱସ୍ଥ ସର୍ବବୃକ୍ଷ ନାରଦ ଚିତ୍ରରଥ କପିଳ ମୁନି ଭାଇ ତାକୁ ଟିକେ ଦୂରେଇକି ରଖ। ଆଚ୍ଛା ଇଏ ଦୁନିଆରେ ଭଗବାନ କୃଷ୍ଣ ଅର୍ଜୁନକୁ ବୁଝେଇଲେ, କହିଲେ ଅର୍ଜୁନ ଇଏ ଦୁନିଆରେ ଯେତେ ବୃକ୍ଷ ଅଛି ତାଙ୍କ ମଧ୍ୟରେ ମୁଁ ହଉଛି ଅସ୍ୱସ୍ଥ। ମୁନି ମାନଙ୍କ ମଧ୍ୟରେ କପିଳ ମୁନି, ଗନ୍ଧର୍ବଙ୍କ ଭିତରେ ଚିତ୍ରରଥ, ନାରଦଙ୍କ ଭିତରେ ମୁଁ ହଉଛି ଦେବଋଷି ନାରଦ। ଏଇ ନାଁରେ କହିଲେ ଭଗବାନ କୃଷ୍ଣ ହଉଛନ୍ତି ସ୍ୱୟଂ ଦେବଋଷି ନାରଦ। ଆସନ ଖଣ୍ଡିଏ ଦେଇଛନ୍ତି, ନାରଦ ବସିଛନ୍ତି। କୃଷ୍ଣ ସେଦିନ ପଚାରିଲେ, କହିଲେ ପ୍ରଭୁ କଥାବାର୍ତ୍ତା ନାହିଁ, କୌଣସି ବାର୍ତ୍ତା ନାହିଁ, ତମେ ହଠାତ୍ ମୋ ପାଖରେ ପହଞ୍ଚିବାର କାରଣ କଣ? ଆସିବାର କାରଣଟା କଣ ମତେ କୁହନ୍ତୁ। କାରଣ କଣ? ସେଦିନ ଦେବଋଷି ନାରଦ ଭଗବାନ କୃଷ୍ଣଙ୍କୁ ପଚାରୁଛନ୍ତି, ମୁଁ ବର୍ତ୍ତମାନ ବାଟରେ ଆସିଲା ବେଳେ ଯାହା ଶୁଣିକି ଆସିଲି ସେଗୁଡାକ ସବୁ କଣ ସତ? କଣ ଶୁଣିଲ କହିଲେ ମତେ ଟିକେ? ଲୋକମାନେ ଯାହା କଥାବାର୍ତ୍ତା ହଉଛନ୍ତି, କହିଲେ ପ୍ରଭୁ ଇଏ କଥା କଣ ସତ? ଦେବର୍ଷି କଣ ସବୁ କଥାବାର୍ତ୍ତା ହଉଥିଲ ବୋଲି ତମେ ତାକୁ ସତ ଭାବିଛ? ଲୋକମାନେ କଥାବାର୍ତ୍ତା ହଉଛନ୍ତି ତମେ କାଳେ ଗୋଟିଏ ପାପୀ। ମୁଁ ପାପୀ? କିଏ କହିଲା? ଲୋକମାନେ କହୁଛନ୍ତି। ଲୋକମାନେ କଥାବାର୍ତ୍ତା ହଉଛନ୍ତି, ତାପରେ ସିଏ ଯାହା କହୁଛନ୍ତି ଏ କଥା ସତ? ତାହେଲେ ଯଦି ଲୋକମାନେ କହୁଛନ୍ତି ଏ କଥା, ମୁଁ କଣ କଣ ପାପ କରିଛି କହିଲେ ଦେଖିଆ? ମୁଁ କଣ ପାପ କରିଛି? କହିଲେ ବାଲ୍ୟକାଳ ପୁତନାକୁ ଇଏ କରିଅଛ ନାଶ କାଳରେ ପୁତନାକୁ ମାଇଲ,
ଷଣ୍ଢା ବସ୍ତା ଶକଟ ଆଦି ରାକ୍ଷସ ମାନଙ୍କୁ ମାରିଲ, ବେଶ ନିଜ ମାମୁକୁ ମାରିଲ, ହଁ। ମାଇ ସାଙ୍ଗରେ ପ୍ରେମ କଲ। ଆଚ୍ଛା ବାପା ଋଣ ଆଜି ପର୍ଯ୍ୟନ୍ତ ସୁଝି ପାରିଲ ନାହିଁ। ଆଉ ଏତେ ଗୁଡାଏ ପାପ ଯେତେବେଳେ ତମ ନାଁରେ ଗୁନ୍ଥା ହେଲାଣି, ତମକୁ ଆଉ କଣ କର୍ମ ଛାଡିବ? ଆଉ କର୍ମ ଖୋଜି ଖୋଜି ହଁ ତମକୁ ଆଜି ଧରିଛି। ଆଚ୍ଛା ଦେବର୍ଷି ଯିଏ ବାବୁରେ ଯିଏ ଯେମିତି କର୍ମ କରିବ ହଁ ସିଏ ସେମିତି ଫଳ ପାଇବ। ଆଚ୍ଛା ଦେବର୍ଷି ମତେ ଟିକେ କହିଲେ ଦେଖିଆ, କଣ ଧର ଯଦି ଗୋଟେ ଭୁଲ ବଶତ କଣ ଗୋଟେ ହେଇଯାଇଛି, ହଁ। ଆରେ କଣ ଗୋଟେ ସମାଧାନ ବାଟ କିଛି ନାହିଁ? ଏ ରହିଥାବା କହିଲେ ବାଟ ଅଛି, ହଁ ବାଟ ଅଛି ଅଛି କହିଲେ ଗୋସେଇ ଶୁଣ, ହଁ ତମ କର୍ମ ଫଳ କେବେ ତମକୁ ଛାଡିବ ନାହିଁ, ନା ଭୋଗ କରିବା ପାଇଁ ପଡିବ। ଆଜ୍ଞା କାହିଁକି ନା କବି ସୁନ୍ଦର ଭାବରେ ଲେଖିଲେ ରାଧାନାଥ କଣ କହିଲେ କର୍ମ ଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ ଇଏ କେ କରିପାରିବ ଆଲୋ। কর্মফল কাহাকে ছাড়িনি কি ছাড়িব ନାହିଁ দেখন্তু পাল্লা দেখি আস ଆଜ୍ଞା পাল্লা শুণ ହଁ কিন্তু মৌসা କଣ সত্যনারায়ণଙ୍କର দরবার ଯୋଉମାନେ ଡାକବାଜି ଯନ୍ତ୍ରରେ ଶୁଣୁଛନ୍ତି, ଯୋଉମାନେ ଏଠି ବସିଛନ୍ତି, ହଁ ଯୋଉମାନେ ନ ଆସୁଛନ୍ତି ହଁ ଆସିକିରି ଅଧାରୁ ଉଠି ଯାଉଛନ୍ତି, ଏ ସମସ୍ତଙ୍କ ନାଁଟା ଲେଖା ହବ। ଲେଖା ହଉଛି ନାରାୟଣଙ୍କ ପାଖକୁ ପୂଜାରେ କିଏ ଆସିଲେ ନାହିଁ ତାଙ୍କ ନାଁ ଲେଖା ହବ। ହଉ ଲେଖା ହଉଛି ନା କାନରେ ବାଜୁଛି ସତ ଆସୁନାହାନ୍ତି, ନା ତାଙ୍କ ନାଁ ଲେଖା ହବ। ସେ କୋଉ ପ୍ରକାର ବ୍ୟକ୍ତି? ଆଜ୍ଞା ଯିଏ ଆସିଲେ ଅଧାରୁ ଉଠିକି ଗଲେ ହେ ତାଙ୍କ ନାଁ ବି ମଧ୍ୟ ଭଗବାନ ଲେଖିବେ। ତାଙ୍କ ନାଁ ଲେଖା ହଉଛି ଶ୍ରଦ୍ଧା ନାହିଁ ସେ କୋଉ ପ୍ରକାର ବ୍ୟକ୍ତି, ହଁ। ଉଠିକି ଚାଲିଗଲେ ତାଙ୍କ ନାଁଟା ଲେଖା ହବ। ତାଙ୍କ ନାଁ ଲେଖା। ଯୋଉମାନେ ଶେଷ ପର୍ଯ୍ୟନ୍ତ ବସିବେ ମଉସା ତାଙ୍କ ନାଁ ବି ଲେଖା ହବ। ହଁ ଇଏ ଆସିଥିଲେ ବସିଲେ ଶେଷରେ ଗଲେ ଶିରିଣୀ ପାଇଲେ ତାଙ୍କ ନାଁ ବି ଲେଖା ହବ। ମାନେ? ଇଏ କୋଉ ପ୍ରକାର ବ୍ୟକ୍ତି ତାଙ୍କ ନାଁ ବି ଲେଖା ହବ। ହଁ, ଲେଖା ହବ। କର୍ମ ଫଳ କାହାକୁ ଛାଡି ନାହିଁ ନା ଛାଡିବାର ପ୍ରଶ୍ନ ବି ହଁ। ତେଣୁ ସେଇଥିପାଇଁ ଆଜ୍ଞା। ଆମର ଗୋଟେ ଲୋକ କଥା ଅଛି, କୋଉ କଥା ଯୁଆଡେ ମନ ସିଆଡେ ଯା, କର୍ମ ଘେନି ଗୋଡକୁ ଖା। ଏ ଗୋଡ- କର୍ମ ଫଳ କାହାକୁ ଛାଡିବ ନାହିଁ, ଗୋଡ- କାହାକୁ ଛାଡିବ ନାହିଁ। ନା କହିଲା କର୍ମ ତ କରିଛ ଭୁଲ, ଯିବ କୁଆଡେ? କୁଆଡେ ଯିବ ଦେବର୍ଷି କହିଲା ଦେବତା ମୁନି ଆଦି ଯେତେ ଇଏ କର୍ମର ବନ୍ଧନ ସମସ୍ତେ କର୍ମର ବନ୍ଧନ ସମସ୍ତେ କର୍ମର ବନ୍ଧନ ସମସ୍ତେ। ଯେତେ ବାପା ମାନେ ଭାଇ ମାନେ ମୋ ମଉସା ମାନେ ବସ ଟିକେ ମନ ଦେଇକି ଶୁଣୁଥାଅ। କଣ କହୁ- ଇଏ ଦୁନିଆରେ ହଁ ଭଗବାନ କୃଷ୍ଣ ସେତୁରୁ ବାଦ ପଡିବେ, ହେ ହେ ମଉସା ବାଦ ପଡିବେ ନା ନାଇଁ। ସେଦିନ ଭଗବାନ କୃଷ୍ଣଙ୍କୁ ଯେତେବେଳେ ଦେବଋଷି ନାରଦ କହିଲେ ହଁ। କହିଲେ ପାପ ତ କରୁଛ ଯିବ କୁଆଡେ? ହଁ ହାତ ଯୋଡିଦେଲେ, ହାତ ଯୋଡିଦେଲେ, ଓହୋ ଫୋନ ତ ହାତ ଯୋଡିଦେଲେ। ହେ ଭଗବାନ କୃଷ୍ଣ ହଁ ଆଜି ଦେବଋଷି ନାରଦଙ୍କ ପାଖରେ କହିଲେ ଗୋସେଇ 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 ସେଇ ମତେ କୁହ ହେ ସେଇ କଣ କଲେ ହଁ ମୁଁ ଏ ନର୍କରୁ ଉଦ୍ଧାର ହେବି? ମୁଁ ସେଇ କଥା କହୁଛି ସେଇ ବାଟୁଟାକୁ ଟିକେ ସେ ମତେ ବାଟଟା ଟିକେ ବତଉ ନା କହ, ତମେ ତ ସବୁ ଜାଣିଛ ତ୍ରିକାଳ ଦର୍ଶିଟି ତେମେ ହଁ ସବୁ କଥା ତ ଜାଣିପାରୁଛ ନା, ହଁ ଅତୀତ ଭବିଷ୍ୟତ ହଁ। ମାନେ ଆଗତ ସବୁ କଥାରେ ତମେ ଜାଣିପାରୁଛ। ହଁ ଜାଣିଛି, ଆରେ ବାଟ ଗୋଟେ ହେଲେ କହିପାରିବି ନାହିଁ। ହଁ, କହିଲେ କହିପାରିବି ନାହିଁ ହଁ, ନା କାହିଁକି କାହିଁକି? ନା ମୁଁ ପୁରା କଥା ଦେଇଛି, କାହାକୁ? ମୁଁ କଥା ଦେଇଛି। ହଁ ଦେବଋଷି ନାରଦ କହୁଛନ୍ତି ମୁଁ ଜନ୍ତୁପତି କି କଥା ଦେଇଛି, ହଁ ମୁଁ ତାଙ୍କ ପାଖରେ ସତ୍ୟ କରିଛି, ହଁ ସତ୍ୟଭ୍ରଷ୍ଟ ହେବି ନାହିଁ। ବୁଝିଲ ସତ୍ୟଭ୍ରଷ୍ଟ ହଁ ହେବି ନାହିଁ ମୁଁ ହେବି ନାହିଁ। ହଁ ବାବୁରେ ତମ ଆଗରେ କହିବି କେମିତି? ଦେବ ଭଗବାନ ମାୟା ବି ରଚନା କଲେ, କହିଲେ ଗୋସେଇ କଣ ହେଲା? ଇଏ ଦୁନିଆରେ ସତ୍ୟ କିଏ? ହଁ କହିଲେ ସତ୍ୟ ହଉଛି ମୁଁ, ସତ୍ୟ ହଉଛି ମୁଁ, ହଁ ଆଉ ଆପଣ ମୁଁ ହଉଛି ସତ୍ୟ। ହଁ ଇଏ ଦୁନିଆରେ ଆଉ ଯେତେ ଯାହା ରହିଲା ସବୁ ହଉଛି ମିଛ। ହଁ କୁହ ହଁ ଯଦି ସତ୍ୟ ହଁ। ମୁଁ କହୁଛି ତମେ ଆଗରେ ମୋ ଆଗରେ କୁହ, କିଛି ତମର କ୍ଷତି ହବନି। ଭଗବାନ କୃଷ୍ଣଙ୍କ ପାଖରେ ଦେବଋଷି ନାରଦ କଣ ଆଜ୍ଞା କହିଲେ? ସୁନ୍ଦର ଭାବରେ କହୁଛନ୍ତି, ହେ କହିଲେ ପ୍ରଭୁ ହଁ ଯଦି ଗୋଟିଏ ସତୀ ନାରୀ ଆପଣଙ୍କ ହୃଦୟରେ ପଦ ପ୍ରହାର କରେ ତାହେଲେ ଆପଣ ଇଏ ନର୍କରୁ ଉଦ୍ଧାର ହୋଇଯିବେ। ଆଚ୍ଛା କହିଲା ବାହାରୁ କାହିଁ ଯିବା? ଇରେ ବାହାରକୁ କାହିଁକି ଯିବା?
କହିଲେ ଭଗବାନ ଅନ୍ତର୍ଯ୍ୟାମୀ ଏଇରେ ଆମରି ମାର୍କେଟରେ ତ ମିଳିବେ ସିଏ ଏ ରହିଥା ମନ ଭିତରେ ବିଚାର କଲେ କହିଲେ ବାହାରେ କାହିଁ ଖୋଜିବା କଣ ମୋ ପାଖରେ ନାହାନ୍ତି ଅନ୍ତର୍ଯ୍ୟାମୀ ଅନ୍ତର କଥା ମନ କଥା ଭିତରେ ରଖିଦେଇ ବିଚାର କରୁଛନ୍ତି କିଏ ସେଦିନ ଡାକିଲେ ସେଦିନ ଦେବ ଋଷି ନାରଦଙ୍କୁ ଅତିଥି ଭବନରେ ମା ନେଇକି ଛାଡ଼ିଦେଲେ ଅତିଥି ଭବନରେ ଯାଇକି ବସୁଛନ୍ତି ଦେବ ଋଷି ନାରଦ ଇଏଣେ ଭଗବାନ ଆସିଲେ ରାଜଗାଦି ଉପରେ ବସୁଛନ୍ତି ସେତେବେଳକୁ ତାଙ୍କର ଅଷ୍ଟପାଟ ବଂଶୀ ଆସିବାର ସମୟ ହେଇଗଲା ଆସିବେ ସିଏ ଆସିବେ ଭଗବାନ କୃଷ୍ଣ ବସିଛନ୍ତି ଇଏ ଯୋଉ ରୁକ୍ମିଣୀ ସତ୍ୟଭାମା ଜାମ୍ବବତୀ ତୁଳସା କାଳିନ୍ଦୀ ଶ୍ରିୟା ଇଏ ଯୋଉ 8 ଜଣ ଇଏ ଆସି ତ ପହଞ୍ଚି ଗଲେ ଦେଖିଦେଲେ ଭଗବାନଙ୍କର ମୁଖ ମାଧବ ଭାଇ ଭଗବାନଙ୍କର ମୁଖ ଦେଖୁଛନ୍ତି କୋଉମାନେ ନା ଅଷ୍ଟପାଟ ବଂଶୀ ମନ ଭିତରେ ଭାବିଲେ ଗୋଟିଏ ପଦ ଚମ୍ପୁ ଲଗାଇଲେ ପାଲା ସୁନ୍ଦର ନୁହଁ ମଉସା ସେ ଚମ୍ପୁ ଇଏ ହଉଛି କିଶୋର ଚନ୍ଦ୍ରାନ ଚମ୍ପୁର କ ପଟଲଟା ଗୋଟିଏ ପଦ ଗାଇ ବେଶୀ ଗାଇବିନି ହଁ ନାଇଁ ମାଧବ ଭାଇ କହିଲେ କି ହେଲା ରେ ଇଏ କହି ତ ନୁ ହଇ ଭାରତୀରେ কি হেলা রে কি হেলা রে আনো হাই ভারারি রে কি হেলা রে কই দানো হাই ভারারি রে কালি জাদুরারু সখী করোনা করে আছি কালি জাদুরারু দেখি করোনা কলাম আখি কালি জাদুরারু সখী করোনা কলাম আখি কালি জাদুরারু দেখি করোনা কলাম আখি আরতি রে কি হেলা রে কি হেলা রে কহিলানো ତିନି ସବୁ ନନା ସେଦିନ ଚାହିଁଦେଲେ ଇଏ ରୁକ୍ମିଣୀ ସତ୍ୟଭାମା ଜାମ୍ବବତୀ ଚାହିଁ ଦେଇଛନ୍ତି ଭଗବାନଙ୍କୁ ମୁଖଟା ସେଦିନ ବିରସ ମୁଖଟା ସେଦିନ ମଳିନ ପଚାରିଦେଲେ କହିଲେ ସ୍ୱାମୀ କେମିତି କହିଲେ ଗୋଟିଏ ପଦ ହଡୁ ଭାଇ ସେଦିନ ରୁକ୍ମିଣୀ ଠିଆ ହେଇଛନ୍ତି ଠିଆ ହୁଅ ପଚାରିଦେଲେ ସ୍ୱାମୀଙ୍କର ମୁଖଟା ବିରସ କେମିତି ପଚାରିଲେ କେମିତି ଗୋଟିଏ ପଦ ମନଟା ପରିବର୍ତ୍ତନ କରିବା ପାଇଁ ସେଦିନ ରୁକ୍ମିଣୀ ତାଙ୍କର ମନଟାକୁ ଟିକେ ଖୁସି କରିଦେବା ପାଇଁ ଟିକେ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଅଳପେ ଅଳପେ ବେଶୀ ହବ ନାହିଁ ଗୋଟାଏ ପଦ କି ଯୋଡ଼ିଏ ପଦ ଭିତରେ ଶୁଣି ଖାଲି ମାତ୍ର ୱାନ୍ ପିସ୍ ୱାନ୍ ପଦ ଗୋଟିଏ ପଦ ହଁ ଦେଖିବା କଣ ये भाई ना देखी जाओ ना 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 ये भाई ना देखी जाओ ना ମୁଁ କହୁଛି ଜମେଇ ଦେବି ହଁ ଜଣା ପଡୁନି ତ କାଢଟା ଭଲ ଅଛି ମୁଁ ଆସିଛି ମୁଁ ପିପିଲିରୁ ସେ ନାଲି ପାନ ବିବି ନାଲି ପାନ ବିବି ନା ନମ୍ବରା ବେବି ଆସିଛି ମୁଁ ପିପିଲିରୁ ଆସିଛି ମୁଁ ପିପିଲିରୁ ନାଲି ପାନ ବିବି ଆସିଛି ମୁଁ ପିପିଲିରୁ ନାଲି ପାନ ବିବି Titi mu pipiru nali pan baby
ଆସିଛି ମୁଁ ପିପିଲିରୁ ନାଲି ପାନ ପିଇବି। এইটা কোন এইটা কোন পচারছু তুমি কিଏ হাতটা কাই এমতি দেখেছো কোন পাই Who are you? ମୁଁ ପଚାରୁଛି ତୁମେ କିଏ? ହି ଆର୍ ୟୁ? কাটিকো না আরে মু কিଏ তুমি আজ পর্যন্ত চিনি পারবে ମତେ ଜାଣିପାରୁନ? তুমি কিଏ ମୁଁ ହଉଛି ବିଜୁ ପଟ୍ଟନାୟକ ଷ୍ଟାଚୁ। আচ্ছা হাত কাই এমতি দেখেছো ମୋ ଓଡ଼ିଶା ବୋଲି କେବଳ ଗୋଟିଏ ଏକମାତ୍ର ପୁଅ କଳିଙ୍ଗ କେଶରୀ হ্যাঁ ଜନମୂର୍ଚ୍ଛାକୁ ଆଗେଇ ଆଣିଛି। কলিঙ্গ পুত্র ହଁ বিজয়ানন্দ পট্টনায়ক হুম। ସିଏ କହିଥିଲେ ମୋ ଓଡ଼ିଶା ମୋ ଓଡ଼ିଶା ବୋଲି এইଥିପାଇଁ ଦେଖେଇଥିଲେ হ্যাঁ। ଆଉ ତମେ କାଇଁ ଏମିତି ହାତ ଦେଇକି ଏଠି ଠିଆ ହେଲ ଏମିତି ମୁଁ କହିଲି ମୋ ଓଡ଼ିଶା ଭିତରେ ପୁଣି ଏମିତିଆ କାମ ଚାଲିଛି। ବସ ଆଉ ହସିବାର କିଛି ଆବଶ୍ୟକତା ନାହିଁ ଇଏ ହଉଛନ୍ତି ବିଜୁ ପଟ୍ଟନାୟକ ପ୍ରେତାତ୍ମା। ବସ ମୋର ନାଲି ଓଢ଼ଣୀ ଉଡୁଛି ପାରା ପାର। ନାଲି ଓଢ଼ଣୀ ଉଡୁଛି ପାରା ପାର। ମୁଣ୍ଡରେ ମୋର ନାଲି ଓଢ଼ଣୀ ଉଡୁଛି ପାରା ପାର। ନାଲି ମଥା କଣ କଣ ହେଇଛି କଣ ଏଇଟା କାଇଁ କାଇଁ ଠିଆ କରୁଥିଲେ? ଏତେ ତଳୁ ପଳେଇଲାଣି। ନା ରୁକ୍ମିଣୀ ଭୂମିକାରେ ଠିଆ ହେଇଛି। ଭଲ ତ ସୁର ବାହାର କରୁଛି ଆଗ ପଟରୁ ନା। ଆଗ ପଟରେ ଭଲ ଆଜ୍ଞା ପଛପଟଟା କଣ ତାର ଖରାପ ସାର୍ ଯେମିତି ପଛପଟ ମୋ ଆଡ଼େ ବୁଲେଇ ଦେଇଛି ସେଠୁ ଏମିତି ଗୁଣ୍ଡ ହଉଛି ତମେ ନ କହିଲେ ଭଲ ସାର୍ ଶୁଣୁନାହାନ୍ତି। ଦୁଧ ହଉଛି କଣ ଆଗ ପଟରେ ଭଲ ବାସନା ହଉଛି ଆଜ୍ଞା ମୁହଁରେ ସ୍ନୋ ମାରିଛି ଆଜ୍ଞା ପାଉଡର ମାରିଛି ଆଜ୍ଞା ଅତର ପକେଇ ଆଜ୍ଞା ବାସନା ହଉଛି ଆଜ୍ଞା ପଛପଟଟା ତ ତୁର କାଇଁ ଶୁଭୁଛି ଆଜ୍ଞା ଶୁଙ୍ଗୁଛି କଣ ସେ ବୁଲେଇ ଦେଲା ଯେତେବେଳେ ମୁଁ ଟିକେ ଭାବିଲି ବୋଧେ କଣ ଗୋଟେ ଅବାଗିଆ ଗୋଟା କିଆ ହଉଛି ଏଇ ଚଲା ହଁ ଓଠରେ ନାଲି ମଥା ଟିକିଲି ମନ ଝୁମୁକା ମୋର। ଏ ଭାଇନା ଭୁଲି ହୁଏନା। ପିପିରୁ ନାଲି ପାନ ପିଇବି। ଆସିଛି ମୁଁ ପିପିଲିରୁ ନାଲି ପାନ ପିଇବି। ନାଲି ପାନ ସିଏ ତାର ଗୋଡରେ ଘୁଙ୍ଗୁର ବାନ୍ଧିଛି ଗୋଟା ହଲ ଅଜଗା କୁଳାଙ୍ଗାର ଗୋଡରେ ଘୁଙ୍ଗୁର ଘୁମନ ତ ତା ଜାଗା ଅଛି ଆଉ ତା ଜାଗାଟା ଥିଲେ କଣ ସେ ହଲିବ ଜାଗାଟା ହଲଉଛି ସେ ବାଚିବ ଆରେ ଖାଲି ଗୋଟା କାଇଁ ହଲୁ କାଇଁ ଖାଲି ଗୋଟା କାଇଁ ହଲୁ କାଇଁ ସେ ନର୍ତ୍ତକୀ ହିସାବରେ ସେ ଘୁଙ୍ଗୁର ନେଇଛି ତାର ଘୁଙ୍ଗୁର ଆଜ୍ଞା ଇଏ ଗୀତ ଗାଇଲା ବେଳେ ହଁ ତା ଗୋଡ ଠାରୁ ମୁଣ୍ଡ ଯାଏ ସବୁ ହଲୁଛି ଗୋଡ ହଲୁଛି ଅଣ୍ଟା ହଲୁଛି ମୁଣ୍ଡ ହଲୁଛି ଛାତି ଆଜ୍ଞା। ହଲୁଛି ସବୁ ହଲୁଛି ଆଜ୍ଞା ଆରେ ତୋର କଣ ହଲୁଛି ଆପଣ ଗୋଟେ ମାନେ ଗୋଟେ କାଠ ଭଳିଆ ତୋର କଣ ହଲୁଛି ଆପଣ ଜାଣିପାରୁନାହାନ୍ତି କଣ ଜାଣିବି ନର୍ତ୍ତକୀ କି ଦେଖୁଛନ୍ତି ଆଉ କଣ ହଁ ତାର ଯାହା ହଲୁଛି ଆପଣ ଆଖିରେ ଦେଖାଯାଉଛି ଦେଖାଯାଉଛି ମୋର ଭିତରେ ଭିତରେ ସବୁ ହଲୁଛି ଆପଣ ଜାଣିପାରୁନାହାନ୍ତି ତୁ ବସେ କହିଲା ମୋର ହଲୁଛି ଜମା ସେମିତି କିଛି ହଲ ନାହିଁ ଆଖିରେ ମୋର
ଆସିଛି ମୁଁ ପିପିଲି ନାଲି ପାନ ପିପିଲିରୁ ନାଲି ପାନ ବିବି। ହ୍ୟାଲୋ କରିବା ପାଇଁ କି ପାଖେ ନାହିଁ ବେଳ ଆସିଛି ମୁଁ ପିପିଲିରୁ ନାଲି ପାନ ବିବି। କୋଡ଼ି କଠ କରିଦେ ମୁକୁଳ ଆସିଛି ମୁଁ ଧାଡ଼ି କଥା ପୁରାଣ ସମ୍ବଳ ଆସିଛି ମୁଁ ଚାହୁଁ ରାତ୍ର ଆଜି ହୁଏ ଅବସାନ ଆସିଛି ମୁଁ ପିପିଲି ଦେବା ପ୍ରଭୁ ସତ୍ୟ ନାରାୟଣ ଆସିଛି ମୁଁ ନାରାୟଣ ନାରାୟଣ ବୋଲ ସର୍ବଜନ ଆସିଛି ମୁଁ ପିପିଲି ଗାଇ କରିବେ ତକ୍ଷଣ ଆସିଛି ମୁଁ ପିପିଲି। ଯେତେ ମା ମାନେ ଯେତେ ଭାଇ ମାନେ ଅଛ ମନ ଦେଇକି ଶୁଣ ସେଦିନ ରୁକ୍ମିଣୀ ଚାହିଁଦେଲେ ଭଗବାନ କୃଷ୍ଣଙ୍କୁ ଆଚ୍ଛା ଖୁସି କରିବା ପାଇଁ ଚାହିଁଲେ ବି କରିପାରିଲେନି କାହିଁକି ନା ସେଇ ଶୋଇଥବ ଯେ ନା ତାକୁ ଉଠେଇବ କି ଇଏ ତ ମାୟାବୀ ଇଏ ଆ ମାୟା ପୁଣି ଇଏ ଆଉ ଦୁନିଆରେ କିଏ ବୁଝିବ ଚାହିଁଦେଲେ ସେଦିନ ରୁକ୍ମିଣୀକୁ ପଚାରିଲେ କହିଲେ ରୁକ୍ମିଣୀ ତମେ ମୋର ସ୍ତ୍ରୀ ମୁଁ ତମର ସ୍ୱାମୀ ଖାଇବାକୁ ପିନ୍ଧିବାକୁ ଲଗେଇବାକୁ ରହିବାକୁ କୋଉଥିରେ କିଛି ଉଣା କରିଛି କହିଲା ନା ତାହେଲେ ଆପଣଙ୍କର ମନ କାହିଁକି ଦୁଃଖ ପଚାରୁଛନ୍ତି ରୁକ୍ମିଣୀ କହିଲା ମନ କାହିଁକି ଦୁଃଖ କାହିଁକି ଦୁଃଖ ବାବୁରେ ସେଦିନ କହୁଛନ୍ତି ଭଗବାନ କୃଷ୍ଣ କହିଲା ଶୁଣ ରୁକ୍ମିଣୀ କୁ ଚାହିଁ চিন্তামণি নয় নারু পানি আরে নারু বহে পানি রূপে নায়া নারু বহে পানি সাগিনী আরে ছায়ার সাঙ্গিনী বড় হলাঙ্গিনী দুসম্বাদ দেলে আমাই নিও মোরা তিরাতা ପଚାର କହିଲେ କୁହ ମନଟା କାହିଁକି ଦୁଃଖ କାହିଁକି ତୁମ ମନ ଦୁଃଖ ପଚାରିଦେଲେ କହିଲେ ରୁକ୍ମିଣୀ ଆଜ୍ଞା ଦେବ ଋଷି ନାରଦ ଆସି ମତେ ବାର୍ତ୍ତା ଦେଇ ଦେଇକି ଯାଇଛନ୍ତି ଏ ହେ ମୁଁ କାଳେ ରାତି ପାଇଲେ ପଡିବି ନର୍କରେ ନା ଆମେ କଣ କରିପାରିବୁ ଆମର ନା ତମେ ମୋର ସ୍ତ୍ରୀ ମୁଁ ହଉଛି ତମର ସ୍ୱାମୀ ରାତି ପାଇଲେ ନର୍କ ଆମେ ନର୍କରେ ମୁଁ ପଡିବି ଉଦ୍ଧାର କରିବ ନାହିଁ ତାହେଲେ ତମେ ନର୍କରେ ପଡିବାକୁ ମୁଁ ଚାହୁଁଛ କି କହିଲା ବାଟଟା ନା ତମର ପାଦଟା ଯଦି ମୋ ହୃଦୟରେ ଲାଗିଯାଏ ତାହେଲେ ମୁଁ ଇଏ ନର୍କରୁ ଉଦ୍ଧାର ପାଇଯିବି କହିଲା ନା କହିଲେ ନା ଏକଥା କେମିତି କହୁଛ କହିଲେ ନା ବିନା କେହି ଇଏ ସାଗରେ ପଶିଲେ ଭଇ ଘର ବିପଦ ଭରାରେ ଭଇ ଘର ବିପଦ ସଂସାର ସାଗରୁ ଧରିବା ପାଇଁ ଏକମାତ୍ର ବିପଦ ଭରାରେ ଏକମାତ୍ର ସ୍ୱାମୀ ପଦ। ମା ମାନେ ସେଦିନ ରୁକ୍ମିଣୀ ପଚାରିଦେଲେ କହିଲେ ସ୍ୱାମୀ ନାବ ବିନା କେହି ସାଗରେ ପଶିଲେ ଭଇ ଘର ବିପଦ
ବିନା ଡଙ୍ଗାରେ ଯଦି ଆମେ ନଦୀକି ଡେଇ ପଡିବା ଆଜ୍ଞା ମଉସା ବିପଦ ତ ବିପଦ। କାହିଁ ଉଠିଲନି? ହଁ ଇଏ ସଂସାର ସାଗରୁ ଉଧରିବା ପାଇଁ ଏକମାତ୍ର ସ୍ୱାମୀ ପଦ। ମୁଁ ଆପଣଙ୍କର ସ୍ତ୍ରୀ। ଇଏ ସଂସାରଟା ହଉଛି ଗୋଟିଏ ସମୁଦ୍ର। ଇଏ ସଂସାର ସମୁଦ୍ର ଭିତରେ ଆପଣଙ୍କର ପାଦ ହଉଛି ମୋ ପାଇଁ କି ନୌକା। ସେ ଭୁଲ କରିପାରିବିନି। ମୁଁ ପରା ସ୍ତ୍ରୀ, ପାଦର ସେବିକା। ମାନେ ବାମନ ହେଇକି ଚାନ୍ଦକୁ କେମିତି ହାତ ବଢେଇବାଟା କହିଲେ ସମ୍ଭବ ନୁହଁ। ଆଜ୍ଞା ନା କହିଲା ଯଦି ନ ହେଲା ନାଇଁ ଭଗବାନ କୃଷ୍ଣ କହିଲେ ଯଦି ନ ହଉଛି ତାହେଲେ ମୁଁ ଆଉ ରହିକି ଲାଭ କଣ? ଏତେ କରିକି ଲାଭ କଣ? ଏ ମା ତାହେଲେ ଦୁନିଆରେ ଯିଏ ଯେମିତି କର୍ମ କରିବ ସିଏ ସେମିତି ଫଳଟା। ସ୍ୱାମୀ ଯଦି ଭୁଲ କର୍ମ କରେ ସ୍ତ୍ରୀ ସ୍ୱାମୀ ଯଦି ଭୁଲ କର୍ମ କରେ ତାହେଲେ ସ୍ତ୍ରୀ ତାକୁ ଭୋଗ କରିବ ନାହିଁ। ସ୍ତ୍ରୀ କଲେ ସ୍ୱାମୀ ବି ମଧ୍ୟ ଭୋଗ କରିବନି। ବାଁ ହାତ କଲେ ଡାହାଣ ହାତ କରିବ ନାହିଁ, ନା ଡାହାଣ ହାତ ପାପକୁ ମଧ୍ୟ ବାଁ ହାତ ନବ ନାହିଁ। କହିଲା ଦେଖି ଚାହିଁ ଭାଇ ସଂସାରରେ ଚଳ, ଦେଖି ଚାହିଁ ଭାଇ ସଂସାରେ ଚଳ, ଦେଖି ଭାଇ ସଂସାରେ ଚଳ, ଦେଖି ଚାହିଁ ଭାଇ ସଂସାରେ ଚଳ। ଯେମିତି କରମ ସେମିତି ଫଳ, ଯେମିତି କରମ ସେମିତି ଫଳ। ମଉସା ଯେତେ ଯିଏ ଗଲେ ଉଠିକିରି ଯିବେ ଆଉ ସେଥିପାଇଁ ସେ କର୍ମଫଳଟା କ'ଣ ଆମେ ଭୋଗ କରିବା? ଭୋଗ କରିବା? ମଉସା ଯିଏ ଧାନ ରୋଇବ ସେ କ'ଣ ଗହମ କାଟିବ? ନାଇଁ ନା ଯିଏ ଗହମ ରୋଇବ ସେ ଧାନ କାଟିବ? ଯିଏ ଗହମ ରୋଇବ ସେ ଗହମ କାଟିବ, କେଣ୍ଡାଇ ବି ହଉ। ଆଜ୍ଞା ଯିଏ ଧାନ ରୋଇବ ସେ ଧାନ କାଟିବ। ସେଇ ଧାନ କାଟିବ ନା। କହିବାର କଥା ସେଦିନ ବିଶ୍ୱ ଚିନ୍ତାମଣି ନାରାୟଣ କହିଲେ ନା ଆଉ ରହିଲେ ଲାଭ କ'ଣ ହବ? ତାହେଲେ ଇଏ ଦୁନିଆରେ କେହି କାହାର ନୁହଁ। ଆମର ଏହି ପାଲାର ସମସ୍ତ ଭାଗ ଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି ତାହା ଆମର ଏହି କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଯଦି ଆମର ଏହି ଚ୍ୟାନେଲଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଆମର ଏହି ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି, ନମସ୍କାର।